ଆଜି ଆମେ ଶୁଣିବା ଛୋଟ ଗପଟିଏ। ଅଧର୍ମର ଧନ ବେଶୀ ଦିନ ରହେ ନାହିଁ, କିମ୍ବା ଠକି ଠକି ଯେଉଁମାନେ ଚଳନ୍ତି ସେମାନେ ବେଶୀ ଦିନ ତିଷ୍ଠି ପାରନ୍ତି ନାହିଁ। ଥରେ ଗୋଟିଏ ଗାଁରେ ଜଣେ ଧାର୍ମିକ ଲୋକ ଥିଲେ। ସେ ଧର୍ମ ବଳରେ ବହୁତ ଧନ ସେ ସଞ୍ଚୟ କରିଥିଲେ। କାଳକ୍ରମେ ସେ ବୃଦ୍ଧ ହୋଇଯିବାରୁ ସେ ମୃତ୍ୟୁବରଣ କଲେ। ମୃତ୍ୟୁବରଣ କଲା ପରେ ତାଙ୍କୁ ଶ୍ମଶାନକୁ ନେଇକି ଜୁଇରେ ଭସ୍ମ କରିଦେଲେ। ସମସ୍ତେ ଜ୍ଞାତି ବନ୍ଧୁ କୁଟୁମ୍ବ ମାନେ ପଳେଇ ଆସିଲେ ଘରକୁ। ୟାରି ଭିତରେ ସେ ଗାଁରେ ଦୁଇ ଜଣ ଠକ ଲୋକ ଥିଲେ। ସବୁବେଳେ ଅନ୍ୟର ଧନ କେମିତି ସେମାନେ ନିଜ ହାତକୁ ଆଣିବେ, ସେମାନେ ବିଚାର କଲେ କ'ଣ କଲେ ସେ ଧନୀ ଲୋକର ଧନକୁ ଆମେ ଆଣିପାରିବା। ଧନୀ ଲୋକର ଏକମାତ୍ର ପୁଅ ଥିଲା। ସେ ଭାରି ନିରୀହ, ସରଳ, ଦୟାଳୁ। ତା ପାଖକୁ ଏ ଦୁଇ ଜଣ ଗଲେ ଆଉ କହିଲେ ଯେ ତୁମ ବାପା ଆମଠାରୁ 1 ଲକ୍ଷ ଟଙ୍କା ଧାର ନେଇଥିଲେ। କ'ଣ ସେ ବ୍ୟବସାୟ ଯେତେବେଳେ କଲେ, ସେ ଗାଈ କିଣିଲେ, ଘର ତିଆରି କଲେ, ସେହି ସମୟରେ ଆମଠାରୁ ଟଙ୍କା ଆଣିଥିଲେ। ସରଳ ଲୋକଟି କହିଲା, ମୁଁ ତ ଜାଣିନି ଏ ବିଷୟରେ। ଏହାପରେ ସେମାନେ କହିଲେ, ହଉ ଠିକ୍ ଅଛି, ତୁମ ବାପା ତ ଆଜି ମରିଛନ୍ତି, ଦେଖୁ ଦେଖୁ ତ ସନ୍ଧ୍ୟା ହୋଇଗଲାଣି, ଚାଲ ପଚାରିବା। ସେ ସ୍ୱର୍ଗକୁ ପହଞ୍ଚି ନଥିବେ। ହଉ ଠିକ୍ ଅଛି, ଚାଲ। ଏହାପରେ କ'ଣ ହେଇଛି, ଜଣେ ସେ ଠକ ଆଗରୁ ପଳେଇଲା। ଆଉ ସେ କ'ଣ କରିଛି, ସେ ମଶାଣି ଭୂଇଁରେ ପାଖରେ ଯେଉଁ ପାଉଁଶ ଥିଲା, ପାଉଁଶ ଭିତରେ ପୋତି ହେଇଛି। ଆର ଜଣେ ଠକ ଏବଂ ସେଇ ଧନୀ ବ୍ୟକ୍ତିର ପୁଅ ଦୁଇ ଜଣ ଗଲେ। ଗଲା ପରେ ଠକଟି କହୁଛି, ଦେଖ, ତୁମେ ବାପାଙ୍କ ମୁଣ୍ଡ ପାଖରେ ତୁମେ ଚିତାଗ୍ନି ଦେଇଛ, ତେଣୁକରି ପାଖକୁ ଯାଇପାରିବ ନାହିଁ। ଆମେ କିଛି ଦୂରରେ ଥାଇକି ପଚାରିବା। ତୁମେ ପଚାର ବାପାଙ୍କୁ ସେ କ'ଣ କ'ଣ କରିଛନ୍ତି। ଏହାପରେ ସେ ଦୟାଳୁ ଯୁବକଟି କହୁଛି, ବାପା, ସେତେବେଳେ ଆର ଜଣକ ଯିଏ ପାଉଁଶ ଭିତରେ ପୋତି ହେଇକି ଅଛି କହୁଛି, ହଁ ରେ ପୁଅ। ତାର ପୁଣି ସେ ଦୟାଳୁ ଲୋକ ପଚାରୁଛି, ବାପା, ତୁମେ ଏ 2 ଲୋକଠାରୁ କେତେ ଟଙ୍କା ଆଣିଛ? ସେପଟେ ଜୁଇଠାରୁ ଉତ୍ତର ଆସିଲା, ବାବୁରେ, 1 ଲକ୍ଷ ଟଙ୍କା ଆଣିଛି ରେ ପୁଅ। ଗାଈ କିଣିଲି, ଘର ତିଆରି କଲି। ବାପ, ତୁ ଯେତେ ଶୀଘ୍ର ସେମାନଙ୍କୁ ଦେଇଦେବୁ। ଯେଉଁ ଆମର ଆଲମାରି ଅଛି ସେ ଭିତରେ ଥୋଇଛି ରେ ବାପ, ଦେଇଦେବୁ, ନହେଲେ ମୋର ଆତ୍ମା ଶାନ୍ତି ପାଇବ ନାହିଁ। ଏହାପରେ ପୁଅଟି ବାପାଙ୍କର ଏହି କଥା ଶୁଣିକରି ସେ ଠକ ସହିତ ପଳେଇ ଆସିଲା ଏବଂ 1 ଲକ୍ଷ ଟଙ୍କା ଗଣିଦେଲା। ଏହାପରେ ଠକ ଲୋକଟି 1 ଲକ୍ଷ ଟଙ୍କା ଧରିକି ଚାଲିଲା। କିଛି ସମୟ ପରେ ଯେଉଁ ଲୋକଟା, ଯେ ଠକ ପାଉଁଶ ଭିତରେ ପୋତି ହେଇଥିଲା, ସେ ଦେଖିଲା ପ୍ରଥମ ଠକର ଦେଖା ନାହିଁ। ଆରେ କୁଆଡ଼େ ଗଲା? ସେ ଉଠିଲା, ପାଉଁଶ ଗଦାରୁ ପୋଛି ହେଲା, ଦେଖିଲା ଯେ ସେ ପାଖରେ ସୁନ୍ଦର ଚପଲ ଅଛି, ଗୋଟେ ହଳ ଚପଲ ଅଛି। ତାକୁ ମାଡ଼ିଲା
ଆଉ ଚାଲିଲା। ଦୌଡ଼ି ଦୌଡ଼ି ଗଲା, ଦେଖିଲା ଯେ ଛୋଟିଆ ଜଙ୍ଗଲଟିଏ, ଜହ୍ନ ଆଲୁଅ, ସେଇ ଭିତରେ କ'ଣ ହେଇଛି, ପ୍ରଥମ ଠକଟା ଟଙ୍କା ଧରିକି ପଳାଉଛି। ଦ୍ୱିତୀୟ ଠକ ବିଚାର କଲା, ହଇରେ ଠକ, ମୋତେ ପାଉଁଶ ଗଦାରେ ପୋତି କରି ଟଙ୍କା ନେଇ ପଳାଉଛି। ହଉ ଠିକ୍ ଅଛି, ମୁଁ ମଧ୍ୟ କମ୍ ଗୁରୁର ଚାଲା ନୁହେଁ, ଦେଖିବି। ତାପରେ କ'ଣ ହେଇଛି, ଦ୍ୱିତୀୟ ଠକଟା ଦୌଡ଼ି ଦୌଡ଼ି ଗଲା, ଟିକେ ବୁଲି କରି ଗଲା। ଦ୍ୱିତୀୟ ଠକଟି ବୁଲି ବୁଲି ଗଲା, ଆଉ ଚପଲକୁ ରାସ୍ତାରେ ପକାଇଦେଲା। ପକାଇକି ଲୁଚିକି ଦେଖୁଛି। ୟାରି ଭିତରେ ପ୍ରଥମ ଠକଟି ଗଲା, ଦେଖିଲା, କେଡ଼େ ସୁନ୍ଦର ଜୋତାଟିଏ, ଏ ଚପଲ ମାଡ଼ିଥିଲେ ହୋଇଥାନ୍ତା, ହେଲେ କ'ଣ କରିବା, ଗୋଟିଏ ଚପଲ ଅଛି। ବୁଦା ଭିତରେ ଫିଙ୍ଗିଦେଲା, ଆଉ ଟଙ୍କା ଧରିକି ଆଗକୁ ଚାଲିଲା। ତାପରେ କ'ଣ ହେଇଛି, ଦ୍ୱିତୀୟ ଠକ ପୁଣି ବୁଲି ପଡ଼ିଛି, ଦୌଡ଼ି ଦୌଡ଼ି ଜଙ୍ଗଲ ଭିତରେ ଯାଇକି ଆଗରୁ ପଳେଇଲା ଆଗକୁ, ଏବଂ ଆଉ ଗୋଟେ ଚପଲ ପକାଇଦେଲା। ୟାରି ଭିତରେ ପ୍ରଥମ ଠକଟି ଯାଇକି ପହଞ୍ଚିଗଲା, ଦେଖିଲା ଯେ ଆଉ ଗୋଟେ ଚପଲ ପଡ଼ିଛି। ଦେଖିଲା, ଓଃ କେଡ଼େ ସୁନ୍ଦର ଚପଲଟା, ଗୋଟେ ତ ଆଗେ ଛାଡ଼ିଦେଲି, ଆଉ କ'ଣ କରିବି, ନାଇଁ ମୋତେ ଆଣିଯିବାକୁ ପଡ଼ିବ। ଏହାପରେ ସେ କ'ଣ କଲା, ସେଇ ଯେଉଁ ଟଙ୍କା ଥଳି ଧରିଥିଲା ତାକୁ ସେ ବୁଦା ଭିତରେ ଲୁଚେଇ ଦେଲା। ଯେଉଁ ବୁଦା ଭିତରେ ଦ୍ୱିତୀୟ ଚୋରଟା, ସେ ଠକଟା ଲୁଚିଛି, ଥୋଇଦେଲା ଏବଂ ପୁଣି ପଛକୁ ଫେରିଲା ଆର ଚପଲ ନେବା ପାଇଁ। ଯେତେବେଳେ ଦୌଡ଼ିଲା, ଦେଖିଲା ଆର ଚପଲ ଆଉ ନାହିଁ। ପୁଣି ଏ ଦୌଡ଼ିଲା ଯେଉଁଠି ଟଙ୍କା ଥୋଇଥିଲା, ଦେଖିଲା ଟଙ୍କା ନାହିଁ। ଆରେ କୁଆଡ଼େ ଗଲା, ସେ ଭାବିଲା, ନାଇଁ ଏଇଟା ମୋ ସାଙ୍ଗ ନିଶ୍ଚୟ ଏମିତି କରିଥିବ। ଆଗକୁ ଦୌଡ଼ିଲା ଦୌଡ଼ିଲା ଦୌଡ଼ିଲା, ଦେଖିଲା ଯେ ଦ୍ୱିତୀୟ ଠକଟା ଟଙ୍କା ଧରିକି ପଳାଉଛି। ତାକୁ ଯାଇକି ଖପ୍କିନା ଧରି ପକାଇଲା, ହଇରେ ଟଙ୍କା ଧରିକି ଏକୁଟିଆ ପଳାଉଛୁ। ଏହାପରେ ଦ୍ୱିତୀୟ ଠକ କହୁଛି, ହଁ ହଁ, ତୁ କେମିତି କରୁଥିଲୁ, ମୋତେ ପାଉଁଶ ଗଦାରେ ପୋତିକି ଟଙ୍କା ଧରିକି ପଳାଉଥିଲୁ, ମୁଁ କ'ଣ ଛାଡ଼ିବି। ଏହାପରେ ସେମାନେ କ'ଣ କଲେ, ଟଙ୍କା ଦୁଇ ଜଣ ଧରିକି ଗୋଟିଏ ଗାଁରେ ପ୍ରବେଶ କଲେ। ସେ ଗାଁରେ ଗୋଟିଏ ଗାଁର ଶେଷ ମୁଣ୍ଡରେ ବୁଢ଼ା ବୁଢ଼ୀ ରହୁଥିଲେ। ତାଙ୍କୁ ଯାଇ କହିଲେ ଯେ ଆମେ ବେଶୀ ଦୂରରୁ ଆସିଛୁ ଏବଂ ଆଜି ଆମେ ଏଠି ରହିବୁ। ଆଉ ସେ ବୁଢ଼ାକୁ କ'ଣ କଲେ, 1000 ଟଙ୍କା ଦେଲେ, ଆଉ କହିଲେ ତୁମେ 1000 ଟଙ୍କା ନିଅ ଏବଂ ଆମ ଦୁଇ ଜଣଙ୍କ ପାଇଁ ଖାଇବାର ବ୍ୟବସ୍ଥା ଟିକେ କରିଦିଅ। ବୃଦ୍ଧ ଜଣକ 1000 ଟଙ୍କା ଦେଖି ବହୁତ ଖୁସି ହେଲେ ଏବଂ ସେଇ 1000 ଟଙ୍କାରେ ଏ ଦୁଇ ଜଣଙ୍କର ଖାଇବାର ବ୍ୟବସ୍ଥା କରିଦେଲେ। ଦୁଇ ଜଣ ରାତିରେ ଖାଇଲେ ଏବଂ ବାରଣ୍ଡାରେ ଶୋଇଲେ। ଏ ବାରଣ୍ଡାରେ ଯେଉଁ ଘରେ ଶୋଇଲେ ସେଇ ଘରେ କବାଟ ନାହିଁ। ତେଣୁକରି ଏମାନେ କହିଲେ ସେ ବୃଦ୍ଧ ଲୋକଙ୍କୁ ଯେ ଆମର ଏଥିରେ କିଛି ବହି ଅଛି, ଏଇଟା ଟିକେ ଭିତରେ ଥାଉ, ଆମେ ସକାଳେ ନେଇକରି ଯିବୁ। ଭିତରେ ଥୋଇଲେ ଏବଂ ବାରଣ୍ଡାରେ 2 ଠକ ଶୋଇଲେ।
ଯେତେବେଳେ ଶୋଇଲେ ଏମାନେ କ'ଣ କରୁଥିଲେ ରାତିରେ ଯେଉଁ ମଦ ମାଂସ ଖାଇଥିଲେ ନିଦ ଆସିଗଲା। ବୁଢ଼ା ଦେଖିଲା ଯେ ଏମାନେ ଟଙ୍କା ଧରିଛନ୍ତି। ବୁଢ଼ା ବିଚାର କଲା ଏ ଟଙ୍କାଟା କେମିତି ମୁଁ ହାତେଇବି। ବୁଢ଼ା କ'ଣ କଲା କାଦୁଅକୁ ଆଣିକରି ଯେଉଁଟା ଗନ୍ଧି ଯାଉଛି କାଦୁଅକୁ ଆଣିକରି ସେ କାଦୁଅ ଭିତରେ ବେସନ ଗୋଳି ଦେଲା। ବେସନ ସହିତ ଘାଣ୍ଟି ଦେଲା ଆଉ ଦୁଇ ଜଣଙ୍କର ମଝିରେ ପକାଇଦେଲା ଶୋଇଥିବା ମଝିରେ। ଯେତେବେଳେ ରାତି 3ଟା ହେଲା ଏମାନଙ୍କର ନିଦ ଧୀରେ ଧୀରେ ଭାଙ୍ଗି ଆସିଲା। ଯେତେବେଳେ ନିଦ ଭାଙ୍ଗି ଆସିଲା ନିଦ ଭାଙ୍ଗିଯିବାରୁ ଦେଖିଲେ ଯେ ଲଟପଟ ହେଉଛି, ଦେହ ସାରା ଲାଗିଗଲାଣି। ପ୍ରଥମ ଠକ କହୁଛି ଦ୍ୱିତୀୟକୁ ଆରେ ତୁ ମଦ ନିଶାରେ ଆଉ ଜାଣିପାରିଲୁନି ଏ ଖଟରେ ତୁ ଝାଡ଼ା ବସି ଦେଇଛୁ। ଦ୍ୱିତୀୟ ଚୋର କହୁଛି ମୁଁ ବସି ନାହିଁ ତୁ ଝାଡ଼ା ବସି ଦେଇଛୁ। ଦୁଇ ଜଣ ତାପରେ ଦେଖିଲେ ଗନ୍ଧ ହେଉଛି ପଚାଶଟା କାଦୁଅ ବେସନ ଗୋଳି ଦିଆହେଇଛି ବୁଢ଼ା ଦେଇଛି ଭିତରେ। ଯେତେବେଳେ ଦୁଇ ଜଣ ଫୁସୁରୁ ଫାସୁରୁ ହେଉଛନ୍ତି ଏହା ଶୁଣିକରି ବୁଢ଼ା କ'ଣ କହୁଛି ଭିତରୁ ଆରେ କ'ଣ ପାଟି କରୁଛ? ମୋ ଘରେ ଝାଡ଼ା ବସିଦେଲାଣି ଗନ୍ଧ ହେଉଛି। କ'ଣ କରୁଛ ତୁମେ ଦୁଇ ଜଣ? ତୁମକୁ ଜଣା ନାହିଁ ଏଥିପାଇଁ ତୁମକୁ ରହିବା ପାଇଁ ଜାଗା ଦେଲି। ବୁଢ଼ା ଘର ଭିତରୁ ଥାଇ କହୁଛି। ଏହାପରେ ବୁଢ଼ା କ'ଣ କଲା ଗାଁ ଲୋକଙ୍କୁ ଦେଲା ଡାକି ଧାଇଁ ଆସରେ ଗାଁ ଲୋକମାନେ ମୋ ଘରେ ଚୋର ଦୁଇ ଜଣ ପଶିକରି ଘରେ ଝାଡ଼ା ବସିଦେଲେଣି ଘର ଗନ୍ଧେଇ ଦେଲେଣି ଧାଁରେ ଲୋକମାନେ ଧାଁ। ଯେତେବେଳେ ବୁଢ଼ା ଡାକି ଦେଲା ଏଇ ଦୁଇ ଜଣ ବିଚାର କଲେ ଯଦି ଗାଁ ଲୋକ ଆସିଯିବେ ଆମକୁ କ'ଣ କରିବେ ମାଡ଼ ଦେବେ ଆଉ ଆମକୁ ନେଇକି ଦରକାର ପଡ଼ିଲେ ଜେଲରେ ମଧ୍ୟ ଭରିଦେବେ। ଚାଲ ଶୀଘ୍ର ଆମେ ପଳେଇବା। ଜ ପଳାୟତି ସ ଜୀବତି। ଚାଲ ଚାଲ ପଳେଇଯିବା। ଜୀବନ ଥିଲେ ଜୀବିକା ଅଛି ଆଉ ଏଠି ରହିବା ନାହିଁ। ଏହାପରେ ଠକ ଦୁଇ ଜଣ ଟଙ୍କା ଛାଡ଼ି କରି କ'ଣ କଲେ ପଳେଇ ଗଲେ। ଟଙ୍କା ତକ ସବୁ ବୁଢ଼ା ପାଖରେ ରହିଲା। ସକାଳ ହେଲା ବୃଦ୍ଧ ଜଣକ ଛୋଟିଆ ଫୋନ୍ଟେ ସାଙ୍ଗରେ ରଖୁଥିଲେ। ସକାଳୁ ସକାଳୁ ଫୋନ୍ ଆସିଲା ଯେ ଜଣେ ସ୍ତ୍ରୀ ଲୋକ କରିଥିଲେ ଯେ ତାଙ୍କ ଘରୁ କିଏ ଜଣେ ଟଙ୍କା ସବୁ ଠକି ନେଇଛି। ବୃଦ୍ଧ ଜଣକ କହିଲେ ହ୍ୟାଲୋ ଝିଅ ସେଇ ଟଙ୍କା ସବୁ ମୋ ପାଖରେ ଅଛି। ଝିଅଟି ଆଶ୍ଚର୍ଯ୍ୟ ହୋଇଗଲେ ସେ ଟଙ୍କା ତୁମ ପାଖକୁ କେମିତି ପହଞ୍ଚିଲା? ବୃଦ୍ଧ କହିଲେ ସେଇଟା ମୋତେ ଭଗବାନ ଆଣିଦେଲେ। ଝିଅ ଯେତେବେଳେ ପଚାରିଲା ସେ ବୃଦ୍ଧ ଜଣକ କହିଲେ ଯେ ଦୁଇ ଜଣ ଠକ ଆସିଥିଲେ ଏବଂ ମୁଁ ସେମାନଙ୍କୁ ଖାଇବା ପିଇବା ପାଇଁ ଦେଇଥିଲି। ତାଙ୍କ କାର୍ଯ୍ୟକଳାପ ଦେଖିଲି ଏବଂ ଜାଣିଲି ଯେ ଏମାନେ ହେଉଛନ୍ତି ଚୋର ଦୁଇ ଜଣ। ତେଣୁକରି ମୁଁ କୌଶଳ କରି ସେ ଟଙ୍କା ମୋ ପାଖରେ ସବୁ ରଖିଛି। ସେମାନେ ରାତିରେ ଉଠିକି ପଳେଇଲେଣି। ମୁଁ ଏବେ ଖାଇକରି ଯିବି ଏବଂ ତୋତେ ଟଙ୍କା ଦେଇ ଆସିବି। ବୃଦ୍ଧ ଜଣକ ହେଉଛନ୍ତି
ଯେଉଁ ଝିଅଟା ଫୋନ୍ କରିଥିଲା ତା ବାପା ମାନେ ତା ଝିଅ ଜୁଆଇର ଟଙ୍କାଟା ଏ ଚୋରମାନେ ଠକିକରି ପଳେଇ ଆସିଥିଲେ। ତେଣୁକରି ବାସ୍ତବରେ ଅଧର୍ମ ବିତ୍ତ ବଢ଼େ ବହୁତ ଗଲା ବେଳେ ଯାଏ ମୂଳ ସହିତ। ଯଦି ଆମେ ଅସତ୍ ଉପାୟରେ ଧନ ଅର୍ଜନ କରିବା ତାହେଲେ ତାହା ଚିରସ୍ଥାୟୀ ହୋଇ ରହିପାରେ ନାହିଁ। ଭଗବାନ ସବୁ ଦେଖନ୍ତି। ଭଗବାନଙ୍କର ଘର ସବୁବେଳେ ଅନ୍ଧାର ନଥାଏ, ଦିନେ ନା ଦିନେ ଆଲୋକମୟ ହୋଇ ଉଠେ। ପାପର ଧନ ପ୍ରାୟଶ୍ଚିତ୍ତରେ ଯାଏ। ଏ ଚୋର ଦୁଇଜଣ ଯେମିତି ଠକି ଠକି ଧନ ଅର୍ଜନ କରୁଥିଲେ ଏକାଥରକୁ ପଳେଇଲା। ତେଣୁକରି ସଂସାରରେ ଧର୍ମ ରହିଛି, ଆମେ କେବଳ ଧର୍ମକୁ ମାନି ଚଳିଲେ ହେଲା। ବୋଲୋ ଭାରତ ମାତା କି ଜୟ, ସିୟାବର ରାମଚନ୍ଦ୍ର କି ଜୟ, पवन सुत हनुमान की जय। बोलो सत्य सनातन धर्म की जय।